ବାହାରି ଆଜ୍ଞା ବାହାରି ଗାଈ ଗୋରୁ ଆଣିକିରି ଆମର ଗରିବ ଚାଷୀମାନଙ୍କର ଖଣ୍ଡବାଡ଼ି ବହୁତ ନଷ୍ଟ ହେଲା। ଆଉ ରାସ୍ତାଘାଟରେ ଶୋଇଲେ ଗାଡ଼ିବାଲା ବାହାରି ଆସିଲେ ମଧ୍ୟ ବହୁତ ଆକ୍ସିଡେଣ୍ଟ ହେଲା। ଲୋକକୁ ମାଡ଼ ହେଲା, ଜନ୍ତୁକୁ ବି ମାଡ଼ ହେଲା। ଏହା ନିର୍ଯାତନା ଚିକିଲି ଗ୍ରାମବାସୀ ସହି ନ ପାରିକିରି ଆମର ଯୁବକ ଦଳ ସଂଗଠନ କରିକିରି ଆମେ 500 ଘର ଭିତରୁ 500-300 ଲୋକ ସହଯୋଗ ନେଇ ଗୋଶାଳାକୁ ଆମେ ନିଷ୍ପତ୍ତି ନେଲୁ କି ଗୋଶାଳାକୁ ନେଇକିରି ଗାଈ ଗୋରୁ ଛାଡ଼ିବୁ। ପୁଲିସ ଷ୍ଟେସନରୁ ନିଷ୍ପତ୍ତି ନେଇ ସବୁ ଏମିତି କରିବାରୁ ଯୁବକ ଦଳ ଆମର ସେ ନିଷ୍ପତ୍ତି ଆଣିଲେ ବାହାରୁ। ତେଣୁ ଗୋଶାଳାକୁ ନେବା ପାଇଁ ଆମେ ପ୍ରସ୍ତୁତ କରିକି ଗାଈ ଗୋରୁ ଗାଡ଼ି ମଗେଇକିରି ତାକୁ ଲୋଡ଼ କରା ଚାଲିଛି। ଦୁର୍ଘଟଣା କମିବ? ଦୁର୍ଘଟଣା ନିଶ୍ଚିତ କମିବ। ଗ୍ରାମର ଗରିବ ଚାଷୀ ବି ଉଦ୍ଧାର ପାଇବେ। ଆଉ ରାସ୍ତାଘାଟରେ ଯିବା ଲୋକେ ବି ଆଜି ବିକଳ୍ପ ହୋଇ କାହାର କୋଉଠିକି କିଏ ଯାଉଥିବ ଗାଡ଼ିରେ ଯେଉଁ ଆକ୍ସିଡେଣ୍ଟ ହୁଅନ୍ତି ସେଆ ବି ସୁରକ୍ଷା ହୋଇପାରିବ। ଧନ୍ୟବାଦ। କବିରାଜ ଗୌଡ଼। କଣ କହିବ ଆଜି ସବୁ ବୁଲା ଗାଈ ଗୋରୁ ଯୋଗୁରୁ ଆମର ଗାଁର ବହୁତ ଫସଲ ନଷ୍ଟ ହେଲା। ଆଉ ରାସ୍ତା କଡ଼ରେ ଶୋଇଲେ ଗାଡ଼ି ଆକ୍ସିଡେଣ୍ଟ ହେଇକିରି ସବୁ ଲୋକ ମଲେ। ଆଉ ବହୁତ କ୍ଷତି ହେଲା। ଆମ ଗ୍ରାମବାସୀ ଆଜି ବସିକିରି ମିଟିଂ କଲୁ। ଆଉ ଏ ଗାଈ ବୁଲା ଗୋରୁ ଗାଡ଼ିକି ଡାକିକିରି ଆଉ ପୁଲିସ ଷ୍ଟେସନକୁ କହିକିରି ପ୍ରଶାସନକୁ କହିକିରି ଏଗୁଡ଼ାକୁ ପଠା ହେଲା। ରାଧା ମଦନ ଗୋଶାଳାକୁ ପଠାଯାଉଛି। କେତେ ଗାଈ ବାପା ସବୁ ବୁଲୁଥିଲେ? କେତେ ଗାଈ ଆହୁରି ତ ରହିଗଲେ। ଏବେ ପ୍ରାୟ 20-22ଟା ପଠା ହେଇଛି। ଆହୁରି ବି 20-25ଟା ଅଛି। ତ କଣ କହିବ ଏବେ ଗୋଶାଳାରେ ଛାଡ଼ିଲ କେମିତି ଦେଖୁଛ? ଗୋଶାଳାରେ ଛାଡ଼ିଲେ ଭଲ ନା? ନାଇଁ, ଗୋଶାଳାରେ ଛାଡ଼ିଲେ ଭଲ। ଆଉ ଆମ ଗ୍ରାମର ଏ ଯୋଉ ନଷ୍ଟ ହଉଥିଲା ସେ ସୁରକ୍ଷାରୁ ଆମେ ଗ୍ରାମବାସୀ ବଞ୍ଚିତ ହଉ। ଆଉ ଗୋଟେ କଥା କହିବା, ବିଭିନ୍ନ ସମୟରେ ଦୁର୍ଘଟଣା ଗାଡ଼ି ଆକ୍ସିଡେଣ୍ଟରେ ଆଜ୍ଞା ସେମାନେ ମରୁଛନ୍ତି। ଆଉ ବାଇକ୍ ବାଲା କି ଗାଡ଼ି ବାଲା ବି ସେମାନେ ବି ଆଣ୍ଠୁ ଗଣ୍ଠି ଛିଡ଼ିକିରି ଆକ୍ସିଡେଣ୍ଟ ହେଇଯାଉଛି। ଏବେ ଗାଁରେ ଯୋଉ ଆକ୍ସିଡେଣ୍ଟ ହଉଥିଲା କମିବ ଏରିଆରେ? ବହୁତ କମିବ। ଆଉ ସୁରକ୍ଷାରେ ଲୋକ ବି ଯାତାୟାତ କରିପାରିବେ।